ଧଳା ଛେଳି ତିନିଟା ଅଛନ୍ତି ଯାହାକି ଆପଣମାନେ ସ୍କ୍ରିନରେ ଦେଖୁଛନ୍ତି। ମେଲ୍ ଫିମେଲ୍ ତାର ଗୋଟେ ଛୁଆ ଏ ତିନିଟାକ ଅଛନ୍ତି। ତିନିଟାକ ସେଲ୍ସ ପାଇଁ ଅଛନ୍ତି। ଆଉ ଏଇ ଯେଉଁ ତିନିଟାକ ଦେଖୁଛନ୍ତି ୟାଙ୍କ ଭିତରେ କିନି ରହୁଛନ୍ତି ଯମୁନାପାରି ଆଉ କୋଟାର କ୍ରସ୍ ରହୁଛନ୍ତି। ତେଣୁକରି ଇଏ କହିବାକୁ ଗଲେ ଗୋଟେ ପ୍ରଜାତିର ମିକ୍ସ ପ୍ରଜାତି ରହୁଛନ୍ତି, ମିକ୍ସ ବ୍ରିଡ୍ ରହୁଛନ୍ତି। ତ ଇଏ ବିକ୍ରି ପାଇଁ ଅଛନ୍ତି। ଯଦି କୌଣସି ଭାଇ ଇଣ୍ଟରେଷ୍ଟେଡ଼ ଥିବେ ଗୋଟେ କଣ୍ଟାକ୍ଟ ନମ୍ବର ଦେଇଛୁ, ସେଇଟା ଚାଷୀ ଭାଇଙ୍କର, ତାଙ୍କରି ସାଙ୍ଗରେ ଯୋଗାଯୋଗ କରିବେ। ପ୍ରଥମେ ଦେଖିବେ ଯେ ଜନ୍ତୁ ଆଭେଲେବୁଲ୍ ଥିବେ ତ ଆପଣମାନେ ତାଙ୍କୁ କଣ୍ଟାକ୍ଟ କରିକି ନେଇପାରିବେ। କିନ୍ତୁ ଜନ୍ତୁଙ୍କର ହେଲ୍ଥ କ୍ୱାଲିଟି ଯାହା ଅଛି ବହୁତ ଭଲ ଅଛି। ଯେହେତୁ ଧଳା ଜନ୍ତୁ ତାଙ୍କୁ ସଦାବେଳେ ନିଟ୍ ଆଣ୍ଡ କ୍ଲିନ୍ ରଖିବା ଦରକାର। ଆଉ ଭ୍ୟାକ୍ସିନେସନ୍ ଜନ୍ତୁ ସଦାବେଳେ ଆମେ ଭିଡ଼ିଓରେ କହୁଛୁ ଯେଉଁଠୁ ବି କିଣନ୍ତୁ ଭ୍ୟାକ୍ସିନେସନ୍ ହେଇଛି ନା ନାହିଁ ପଚାରି ବୁଝିକି ହିଁ କିଣନ୍ତୁ। କାରଣ ଭ୍ୟାକ୍ସିନେସନ୍ ଜନ୍ତୁ ହିଁ ଆପଣ ଆଣିଲେ ଆପଣଙ୍କ କ୍ଲାଇମେଟ୍ରେ ସୁଇଟେବୁଲ୍ ହୋଇପାରିବ। ତ ସେଥିପାଇଁ କହୁଛୁ ଯେ ଭ୍ୟାକ୍ସିନେସନ୍ ଥିବା ଜନ୍ତୁ ହିଁ କିଣନ୍ତୁ। ଆଉ ଏଇ ଯେଉଁ ଛେଳି ଅଛନ୍ତି କ୍ରସ୍ ବ୍ରିଡ୍ ବହୁତ ଭଲ।